ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆସିଯାଇଛି ଖୁସି ଖବର। ସରକାର ଦେବାକୁ ଯାଉଛନ୍ତି 21ତମ କିସ୍ତି 2000 ଟଙ୍କା। ପିଏମ୍ କିଷାନ ନ୍ୟୁ ଅପଡେଟ୍ ସୂଚନା ଅନୁଯାୟୀ ଆସିଗଲା ତାରିଖ ନଭେମ୍ବର ମାସ। ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଯୋଜନାର 21ତମ କିସ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶବ୍ୟାପୀ କୋଟି କୋଟି ଚାଷୀଙ୍କୁ ଲାଭ ପ୍ରଦାନ କରୁଛନ୍ତି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ମୋଟ 20ଟି କିସ୍ତି ପଠାଯାଇଛି। ବର୍ତ୍ତମାନ ଚାଷୀମାନେ 21ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ଯାହା ନଭେମ୍ବର ପ୍ରଥମ ସପ୍ତାହରେ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। ଗତବର୍ଷ ସରକାର ସମାନ ସମୟ ମଧ୍ୟରେ 10ତମ ଆଉ 14ତମ ଏବଂ 20ତମ କିସ୍ତି ପ୍ରଦାନ କରିଥିଲେ। ତେଣୁ ଅନୁମାନ କରାଯାଉଛି ଯେ ଏଥର ମଧ୍ୟ କୃଷକମାନଙ୍କ ଆକାଉଣ୍ଟକୁ ସମୟ ଅନୁସାରେ ପାଣ୍ଠି ସ୍ଥାନାନ୍ତରିତ ହେବ। ଯୋଜନା ସହିତ ଜଡ଼ିତ ଆବଶ୍ୟକ ଔପଚାରିକତା ପୂରଣ କରିଥିବା ଚାଷୀମାନଙ୍କୁ ଏହି କିସ୍ତି ପାଇବାରେ କୌଣସି ଅସୁବିଧା ହେବ ନାହିଁ। ତେଣୁ ଯଦି ଜଣେ ଚାଷୀଙ୍କ ଆକାଉଣ୍ଟକୁ କିମ୍ବା ଆଧାର ସମ୍ବନ୍ଧୀୟ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ଥାଏ, ତେବେ ସେମାନଙ୍କ ପାଖକୁ ଟଙ୍କା ଆସିବାରେ ବିଳମ୍ବିତ ହୋଇପାରେ। 21ତମ କିସ୍ତି ଜାରି ହେବା ପୂର୍ବରୁ ଚାଷୀମାନଙ୍କୁ ଏହି ଦୁଇଟି କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ। କେନ୍ଦ୍ର ସରକାର ବର୍ଷ ସାରା ପ୍ରତି 4 ମାସରେ ଚାଷୀମାନଙ୍କୁ ଏକ କିସ୍ତି ପ୍ରଦାନ କରନ୍ତି। ଶେଷ କିସ୍ତି ଅଗଷ୍ଟ ମାସରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା। ତେଣୁ ଗଣନା ଆଧାରରେ ପରବର୍ତ୍ତୀ କିସ୍ତି ନଭେମ୍ବର ଆରମ୍ଭ ସୁଦ୍ଧା ପହଞ୍ଚିବାର ଆଶା କରାଯାଉଛି। ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି। 21ତମ କିସ୍ତି ଆସିବା ପୂର୍ବରୁ ଯେଉଁ ଚାଷୀମାନଙ୍କ ଆକାଉଣ୍ଟ କିମ୍ବା ଜମି ରେକର୍ଡରେ ଅସଙ୍ଗତି ଅଛି, ସେମାନଙ୍କୁ ସେଗୁଡ଼ିକୁ ଅପଡେଟ୍ କରିବାକୁ ପଡ଼ିବ। ସରକାର ଚଳିତ ବର୍ଷ ପ୍ରବଳ ବର୍ଷା ଏବଂ ବନ୍ୟା ଦ୍ୱାରା ପ୍ରଭାବିତ 3ଟି ରାଜ୍ୟକୁ 21ତମ କିସ୍ତି ପଠାଇ ସାରିଛନ୍ତି। ଏବେ ଅନ୍ୟ ରାଜ୍ୟର ଚାଷୀମାନେ ମଧ୍ୟ ଉପକୃତ ହେବେ। ହେଲେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇନାହିଁ। 21ତମ କିସ୍ତି ଆସିବା ପୂର୍ବରୁ ଚାଷୀମାନଙ୍କୁ 2ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବାକୁ ପଡ଼ିବ। ପ୍ରଥମତଃ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ପୋର୍ଟାଲ ମାଧ୍ୟମରେ କିମ୍ବା ନିକଟତମ ସାଧାରଣ ସେବା କେନ୍ଦ୍ରକୁ ଯାଇ KYC କରାଯାଇପାରିବ। ଦ୍ୱିତୀୟ କାର୍ଯ୍ୟ ହେଉଛି ଜମି ଯାଞ୍ଚ, ଯେଉଁଥିରେ ରାଜସ୍ୱ ପୋର୍ଟାଲରେ ଚାଷୀଙ୍କ ଜମି ରେକର୍ଡ ଯାଞ୍ଚ କରିବା ଅନ୍ତର୍ଭୁକ୍ତ। ଯଦି ଏହି ପ୍ରକ୍ରିୟାଗୁଡ଼ିକ ମଧ୍ୟରୁ କୌଣସି ଅସମ୍ପୂର୍ଣ୍ଣ ରହେ, ତେବେ କିସ୍ତିକୁ ରୋକି ଦିଆଯିବ ବୋଲି ଏହି କାରଣରୁ ଅନେକ ଚାଷୀଙ୍କ ପୂର୍ବ କିସ୍ତି ବିଳମ୍ବିତ ହୋଇଥିଲା। ତେଣୁ ସରକାର ଚାଷୀମାନଙ୍କୁ ବିଳମ୍ବ ନ କରିବାକୁ ବାରମ୍ବାର ନିବେଦନ କରୁଛନ୍ତି। ଏହି 2ଟି କାର୍ଯ୍ୟ ସମାପ୍ତ କରିବା ପରେ ହିଁ ଚାଷୀଙ୍କ ସୂଚନା ଚୂଡ଼ାନ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ଏବଂ କିସ୍ତି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ।